ଭୟ ଆମଠାରେ ଜନ୍ମଦିନରୁ ରହିଛି। ଏହା ଯେକୌଣସି ସମୟରେ ଯେକୌଣସି ସ୍ଥାନରେ ଦେଖା ଦେଇଥାଏ। ଛାତ୍ରମାନେ ଶିକ୍ଷକଙ୍କୁ ଭୟ କରନ୍ତି, ଶିକ୍ଷକମାନେ ଜିଲ୍ଲା ଶିକ୍ଷାଧୀଶଙ୍କୁ ଭୟ କରନ୍ତି, ପ୍ରତ୍ୟେକ କର୍ମଚାରୀ ତାଙ୍କ ଉପରସ୍ଥ ଅଧିକାରୀଙ୍କୁ ଭୟ କରନ୍ତି। ବେଙ୍ଗ ସାପକୁ ଭୟ କରେ, ସାପ ନେଉଳକୁ ଭୟ କରେ, ମୃଗ ସିଂହକୁ ଭୟ କରେ। ଏପରି ଭାବରେ ଭୟ ସମସ୍ତଙ୍କ ଠାରେ ରହିଛି। ବିପଦର ଆଶଙ୍କାରୁ ଭୟ ସୃଷ୍ଟି ହୋଇଥାଏ। ମନୁଷ୍ୟ ଅତ୍ୟଧିକ ଭୟଭୀତ ହେଲେ ତା ଦେହରୁ ଝାଳ ବୋହି ପଡେ, ମସ୍ତିଷ୍କ ଅକାମୀ ହୋଇଯାଏ, ହାତ ଗୋଡ଼ ଥର ଥର ହୋଇ ତଳେ ଗଡ଼ିଯାଏ, ହଠାତ୍ ହୃତ୍ପିଣ୍ଡ ବନ୍ଦ ହୋଇ ମୃତ୍ୟୁ ମଧ୍ୟ ହୋଇଯାଏ। କିଛି ଲୋକ ଅସରପକୁ ଦେଖି ଡରନ୍ତି, କିଛି ଲୋକ ଝିଟିପିଟିକୁ ଦେଖି ଡରନ୍ତି, କିଛି ଲୋକ ସାପକୁ ଡରନ୍ତି ତ କିଛି ଲୋକ ବିଛାକୁ ଡରିଥାନ୍ତି। କିଛି ଲୋକ ରୋଗକୁ ଭୟ କରୁଥିବା ବେଳେ କିଛି ଲୋକ ଚୋରକୁ ଭୟ କରନ୍ତି। ଏହି ସମସ୍ତ ପ୍ରକାର ଭୟକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ଉଚିତ ବା ପ୍ରକୃତ ଭୟ ଓ ଅନ୍ୟଟି କାଳ୍ପନିକ ବା ମନଗଢ଼ା ଭୟ। ଉଚିତ ବା ପ୍ରକୃତ ଭୟ ଶତକଡ଼ା 10 ଭାଗ ଥିବା ବେଳେ କାଳ୍ପନିକ ବା ମନଗଢ଼ା ଭୟ ଶତକଡ଼ା 90 ଭାଗ ରହିଛି। ପ୍ରକୃତ ଭୟ ଦ୍ୱାରା ଆମେ ଉପକୃତ ହୋଇଥାଉ। ଏହା ଜନତାର ହିତ ସାଧନ କରିଥାଏ, ମନୁଷ୍ୟ ଜୀବନକୁ ସଂଯମିତ, ଉନ୍ନତ ଓ କାର୍ଯ୍ୟକଳାପକୁ ଶୃଙ୍ଖଳିତ କରିଥାଏ। ଛାତ୍ରଛାତ୍ରୀମାନେ ଶିକ୍ଷା କରୁଥିବା ବେଳେ ଶିକ୍ଷକମାନଙ୍କୁ ଡରନ୍ତି, ଶିକ୍ଷକମାନେ ଜିଲ୍ଲା ଶିକ୍ଷାଧୀଶଙ୍କୁ ଭୟ କରନ୍ତି। ଫଳରେ ସେମାନେ ସମୟାନୁବର୍ତ୍ତୀ ହୋଇପାରନ୍ତି। ଚାକିରି କରୁଥିବା ପ୍ରତ୍ୟେକ ବ୍ୟକ୍ତି ତାଙ୍କ ଉଚ୍ଚ ପଦସ୍ଥ କର୍ମଚାରୀଙ୍କୁ ଭୟ କରନ୍ତି। ଫଳରେ ନିଜର କର୍ତ୍ତବ୍ୟ କର୍ମ ଯତ୍ନର ସହକାରେ ତୁଲାଇ ପାରନ୍ତି। ମନଗଢ଼ା ବା କାଳ୍ପନିକ ଭୟ ଅନେକ ରୋଗର କାରଣ ହୋଇଥାଏ। ଏହା ମନୁଷ୍ୟର ଉନ୍ନତି ପଥରେ ବାଧା ସୃଷ୍ଟି କରିଥାଏ। ମନଗଢ଼ା ଭୟ ମନୁଷ୍ୟର ଆୟୁଷକୁ କ୍ଷୟ କରିଦିଏ, ମନକୁ ଚିନ୍ତିତ, ବିଚଳିତ, ଉଚ୍ଛେଦିତ ଓ ଭୟଭୀତ କରିଥାଏ। ରୋଗ ଆସିବା ଆଗରୁ ରୋଗର ଭୟ ମନୁଷ୍ୟକୁ ଖାଇଯାଏ। କରୋନା ରୋଗ ଲାଗିଛି ଶୁଣିଲେ ଲୋକମାନେ ଛାନିଆ ହୋଇ ପଡ଼ନ୍ତି। କିଛି ଲୋକ ଭାବି ନିଅନ୍ତି ଯେ ତାଙ୍କ ଭିତରେ କରୋନା ରୋଗର ଜୀବାଣୁ ପଶି ଯାଇଛି। ଟିକିଏ କାଶ, ଛିଙ୍କ ବା ଥଣ୍ଡା ହେଲେ ମନଗଢ଼ା ବା କାଳ୍ପନିକ ଭୟ ଦ୍ୱାରା ସେମାନେ ବିପଦକୁ ଟାଣି ଆଣନ୍ତି। ବାରମ୍ବାର ରୋଗର ଚିନ୍ତା କରିବା ଦ୍ୱାରା ସେମାନେ ପ୍ରକୃତ ରୋଗର ଶିକାରୀ ହୋଇଯାନ୍ତି। ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀମାନେ ବହୁତ ପରିଶ୍ରମ କରି ପାଠ ପଢ଼ନ୍ତି। ଦିନ ରାତି କଠିନ ପରିଶ୍ରମ କରି ଯେଉଁ ବିଷୟକୁ ଆୟତ୍ତ କରିଥାନ୍ତି ବା ମନେ ରଖିଥାନ୍ତି, ପରୀକ୍ଷା ଦେବା ସମୟରେ ସେମାନେ ମନଗଢ଼ା ଭୟ ହେତୁ ସେ ସବୁକୁ ଭୁଲି ଯାଆନ୍ତି। ଶ୍ରେଣୀରେ ପ୍ରଥମ ସ୍ଥାନ ରଖୁଥିବା ଛାତ୍ର ଏହି ମନଗଢ଼ା ଭୟ ହେତୁ ପରୀକ୍ଷା ଗୃହକୁ ପ୍ରବେଶ କଲା ମାତ୍ରେ ଭୟ ମାଡ଼ି ଆସେ। ପ୍ରଶ୍ନପତ୍ର ପଢ଼ି କିଛି ବୁଝିପାରେ ନାହିଁ, ରାତି ସାରା ପରିଶ୍ରମ କରି ପଢ଼ିଥିବା ବିଷୟକୁ ମନେ ପକାଇ ପାରେ ନାହିଁ। ଫଳରେ ପରୀକ୍ଷାରେ ଅକୃତ କାର୍ଯ୍ୟ ହୋଇଥାଏ। କିଛି ଲୋକ ଭୂତ ପ୍ରେତକୁ ଭୟ କରନ୍ତି। ଭୂତ ପ୍ରେତଙ୍କ କାହାଣୀ ଶୁଣିବା ଦ୍ୱାରା ହେଉ କିମ୍ବା ଟିଭି, ମୋବାଇଲ ଆଦିରେ ଭୂତ ପ୍ରେତଙ୍କର ଭୟଙ୍କର କଥା ଶୁଣିବା ଦ୍ୱାରା ହେଉ ତାଙ୍କ ଅବଚେତନ ମନରେ ତାହା ଲୁଚି ରହିଥାଏ। ସ୍ୱପ୍ନରେ ଭୂତ ମାଡ଼ି ବସେ, ସେସବୁ ଦେଖି ବୋବାଳି ଛାଡ଼ନ୍ତି। ସେହି ଭୟ ହେତୁ ସେମାନେ ଧୀରେ ଧୀରେ ରୋଗୀରେ ପରିଣତ ହୋଇଯାନ୍ତି। ଯେଉଁ ଔଷଧ ଦେଲେ ମଧ୍ୟ ତାଙ୍କୁ କାମ କରେ ନାହିଁ। ଆଜିକାଲି ମାଳିକାର ଭବିଷ୍ୟତବାଣୀ ଶୁଣି କିଛି ଲୋକଙ୍କୁ ଭୟ ଘାରୁଛି। ଆଗକୁ ଏମିତି ବିପଦ ଆସିବ, ଲୋକମାନେ ଏମିତି ଦୁଃଖ ଭୋଗ କରିବେ, ସେମାନେ ମଶା ମାଛି ପରି ମରିବେ। ଏପରି ମନଗଢ଼ା ବା କାଳ୍ପନିକ ଭୟ ହେତୁ ସେମାନେ ଆତ୍ମବଳ ହରାଇ ବସନ୍ତି। କର୍ତ୍ତବ୍ୟ କର୍ମକୁ ମଧ୍ୟ ଠିକ୍ ଭାବରେ କରିପାରନ୍ତି ନାହିଁ। ଥରେ ସ୍କାଲପ ଖସିବାର ଖବର ସବୁଆଡ଼େ ପ୍ରଚାରିତ ହେଲା। ଅଧିକାଂଶ ଲୋକଙ୍କର ମନରେ କାଳ୍ପନିକ ଭୟ ସଞ୍ଚାର ହୋଇଗଲା। କିଛି ଲୋକ ଭାବିନେଲେ ଆମେ ଅଳ୍ପ ଦିନ ଭିତରେ
ମୃତ୍ୟୁ ମୁଖରେ ପଡ଼ିବୁ। ଏହି ସ୍କାଲପ ଉଲ୍କାପାତ ପରି ଆକାଶରୁ ଖସିବ, ଯେଉଁଠି ପଡ଼ିବ ସେହି ସ୍ଥାନକୁ ଖାର କରିଦେବ। ସେହି ଭୟରେ କିଛି ଲୋକ ହରିନାମ କୀର୍ତ୍ତନ କରିବାରେ ଲାଗିଲେ, କିଛି ଲୋକ ମଦ ମାଂସ ଖାଇ ଜୀବନକୁ ଉପଭୋଗ କରିବାକୁ ଚାହିଁଲେ। ଜଣେ ପଡ଼ୋଶୀ ତାଙ୍କ ଗୃହରେ ଥିବା ସମସ୍ତ ଫାଙ୍କା ସ୍ଥାନ ମାନଙ୍କୁ ନିବୁଜ କରି ରଖିଥିଲେ। ଅଣ୍ଡରଗ୍ରାଉଣ୍ଡ ବା ମାଟି ତଳେ ଥିବା କୋଠରୀରେ ସପରିବାର ଲୁଚି ରହିଲେ। ତାଙ୍କ ଧାରଣା ସ୍କାଲପରୁ ବାହାରୁଥିବା ଧୂଆଁ ଗୃହ ଭିତରେ ପଶିଲେ କାଳେ ତାଙ୍କର ମୃତ୍ୟୁ ହୋଇଯିବ। ଏହା ସ୍କାଲପର ଆତଙ୍କ ଥିଲା। ଏପରି ଭାବରେ ବିଭିନ୍ନ ସମୟରେ ମନଗଢ଼ା ଭୟ ଲୋକମାନଙ୍କୁ ବିଚଳିତ କରିଥାଏ। ଜଣେ ରୋଗୀକୁ ଡାକ୍ତର ପରୀକ୍ଷା ନିରୀକ୍ଷା କରି କହିଲେ, ତୁମ ଦେହରେ କିଛି ରୋଗ ନାହିଁ। ତଥାପି ଲୋକଟି ଧରି ବସିଲା ଯେ ତା ଦେହରେ ରୋଗ ରହିଛି। ଭୟର କୌଣସି କାରଣ ନଥାଇ ଏପରି ଅହେତୁକ ମନଗଢ଼ା ଭୟକୁ ଆତଙ୍କ କୁହାଯାଏ। ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ସବୁ କଥାରେ ଭୟ କରନ୍ତି। ଏହା ତାଙ୍କର ଭୁଲ ଧାରଣା ହେତୁ ହୋଇଥାଏ କିମ୍ବା ମସ୍ତିଷ୍କର ଦୁର୍ବଳତା ଯୋଗୁଁ ହୋଇଥାଏ। ଗର୍ଭଧାରଣ କରିଥିବା ମା ମାନେ ସବୁବେଳେ ସାବଧାନ ରହିବା ଉଚିତ, କାରଣ ଗର୍ଭ ଭିତରେ ଥାଇ ଶିଶୁ ମଧ୍ୟ ଅନେକ କଥା ଶିକ୍ଷା କରିଥାଏ। ଶିଶୁର ମନ ଅତି କୋମଳ, ତା ମନରେ ସଂସାରର ଚିତ୍ର ସହଜରେ ଆଙ୍କି ହୋଇଯାଏ। ତେଣୁ ମା ମାନେ କୌଣସି ମନଗଢ଼ା ଆତଙ୍କର ଶିକାର ନ ହୋଇ ସବୁବେଳେ ପ୍ରଫୁଲ୍ଲିତ ରହିବା ଉଚିତ। ସେମାନେ ମହାଭାରତ, ଭାଗବତ, ରାମାୟଣ ଆଦି ଗ୍ରନ୍ଥର ବୀର ପୁରୁଷଙ୍କ କାହାଣୀ ଶୁଣିବା ସବୁବେଳେ ଭଲ। ଶିଶୁ ଜନ୍ମ ନେବା ପରେ ପିତାମାତା ଓ ଗୁରୁଜନ ମାନେ ଯତ୍ନ ସହିତ ପରିଚାଳନା କରିବା ଉଚିତ। ଶିଶୁମାନଙ୍କୁ କ'ଣ ଠିକ କ'ଣ ଭୁଲ ଶିଖାଇବାକୁ ପଡ଼ିଥାଏ। ଶିଶୁକୁ ଅତି ଭୟଭୀତ କରିବା ଠିକ ନୁହେଁ। ଭୟ ଲାଗି ରହିଲେ ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ବାଧା ହୋଇଥାଏ। ମନୋବଳ ଭାଙ୍ଗିଯାଏ, କାର୍ଯ୍ୟ କରିବା ଶକ୍ତି ହ୍ରାସ ପାଇଥାଏ। ଏପରି ମନୁଷ୍ୟର ଦୁର୍ଭାଗ୍ୟ ସୃଷ୍ଟି କରିଥାଏ। ଭୟ ମରଣକୁ ମଧ୍ୟ ଟାଣି ଆଣିଥାଏ। ତେଣୁ ଭୟକୁ ଜୀବନର ସବୁଠାରୁ ବଡ଼ ଶତ୍ରୁ ବୋଲି କୁହାଯାଇଛି। ମନୋବିଜ୍ଞାନ କହେ, ଆମେ ଯେତେ ଯାହା କଲେ ବି ଭୟ ଶୂନ୍ୟ ହୋଇପାରିବା ନାହିଁ। କିନ୍ତୁ ଦିବ୍ୟ ଦ୍ରଷ୍ଟା ଋଷିମାନେ କହନ୍ତି, ବ୍ରହ୍ମା ବା ଈଶ୍ୱରଙ୍କୁ ଜାଣିଥିବା ବ୍ୟକ୍ତି ସମ୍ପୂର୍ଣ୍ଣ ନିର୍ଭୀକ ରହନ୍ତି। ସେମାନଙ୍କର ମତ ହେଉଛି ଯେ ଦ୍ୱୈତ ଜ୍ଞାନ ଭୟ ସୃଷ୍ଟି କରିଥାଏ। ଯଦି ଆମେ ଅନୁଭବ କରିବା ଆମ ବ୍ୟତୀତ ଇତର ବସ୍ତୁ ମଧ୍ୟ ରହିଛି, ତେବେ ଆମଠାରେ ଭୟ ସୃଷ୍ଟି ହେବ। କିନ୍ତୁ ଆମେ ଅଦ୍ୱୟ ଭାବରେ ମଗ୍ନ ରହିଲେ ଭୟ ଜାତ ହୋଇପାରିବ ନାହିଁ। ଯେଉଁଠାରେ ପ୍ରକୃତ ଭଲ ପାଇବାର ରହିଛି, ଭାଇଚାରାର ପ୍ରେମ ରହିଛି, ସେଠାରେ ଶତ୍ରୁତାର ସ୍ଥାନ ନାହିଁ। ଭାଗବତ ଶକ୍ତି ସମସ୍ତଙ୍କୁ ବଶୀଭୂତ କରେ। ଭଗବାନଙ୍କ ଶିବଙ୍କର ପରିବାରକୁ ଦେଖନ୍ତୁ। ଶିବଙ୍କର ହଡ଼ା ବଳଦ ରହିଛି, ମାତା ପାର୍ବତୀଙ୍କର ସିଂହ ରହିଛି, ସର୍ପ ରହିଛି, ମୂଷା ରହିଛି, ମୟୂର ରହିଛି। କେହି କାହା ପ୍ରତି ହିଂସା ଆଚରଣ କରନ୍ତି ନାହିଁ। ଭଗବାନଙ୍କ ସୃଷ୍ଟିରେ ଦ୍ୱିତୀୟ ବସ୍ତୁ କିଛି ନାହିଁ। ଭଗବାନ ହିଁ ସବୁ ରୂପରେ ବିଦ୍ୟମାନ ଅଛନ୍ତି। ଏହି ପରମ ଜ୍ଞାନ ଭୟକୁ ସମୂଳେ ନଷ୍ଟ କରିଦିଏ। ଭୟ ନିବାରଣ ପାଇଁ ଶାସ୍ତ୍ର ଅନୁମୋଦିତ କିଛି ଉପାୟ ରହିଛି। ଆମକୁ ଯଦି ଆମର ଉଚ୍ଚ ପଦସ୍ଥ ଅଧିକାରୀ ବା କ୍ଷମତାଶାଳୀ ବ୍ୟକ୍ତିଙ୍କ ପାଖକୁ ଯିବା ପାଇଁ ଭୟ ଲାଗୁଛି, ତେବେ ମନରୁ ଭୟ ଦୂର ହେବା ଯାଏ ସାହସ ବାନ୍ଧି ସୁଯୋଗ ଖୋଜି ତାଙ୍କ ଆଗରେ ଠିଆ ହେବାକୁ ପଡ଼ିବ। ତାଙ୍କ ଆଖି ସହିତ ଆଖି ମିଲାଇ ବାର୍ତ୍ତାଳାପ କରିବାକୁ ପଡ଼ିବ। ମନଗଢ଼ା ଭୟ ଦ୍ୱାରା ଆମେ ଠକାମିରେ ପଡ଼ିଥାଉ। ଆମେ ଯାହା ସବୁ ଚିନ୍ତା କରୁ ସେସବୁ ଠିକ କି ଭୁଲ ବିଚାର କରିବା ଉଚିତ। ଆମେ ପ୍ରତିଦିନ କିଛି ସମୟ ସ୍ଥିର ହୋଇ ବସିଲେ, ଇଷ୍ଟଦେବଙ୍କୁ ଧ୍ୟାନ କଲେ ମନଗଢ଼ା ଭୟ ଧୀରେ ଧୀରେ ଉଭେଇଯିବ। ସବୁବେଳେ ସତ୍ୟର ହିଁ ବିଜୟ ହୋଇଥାଏ। ସତ୍ୟ ପାଖରେ ମିଛ ରହିପାରିବ ନାହିଁ। ସୂର୍ଯ୍ୟଙ୍କୁ ମେଘ ଘୋଡ଼ାଇଲା ପରି ହୁଏତ କିଛି ସମୟ ପାଇଁ ମିଛ ସତ୍ୟକୁ ଢାଙ୍କିପାରେ। ସେଥିପାଇଁ ଚିନ୍ତିତ ହେବା ଉଚିତ ନୁହେଁ। ପ୍ରତିଦିନ ଶୋଇବା ସମୟରେ ଭଗବାନଙ୍କର ଭଜନ କିମ୍ବା ନିଶ୍ଚୟ ଇଷ୍ଟଦେବଙ୍କର ସ୍ମରଣ କରିବାର ଉଚିତ।
ଇଷ୍ଟଦେବ ଆମକୁ ହତାଶାରୁ ଉଦ୍ଧାର କରନ୍ତି, ଆସକ୍ତି ଓ ଭୟକୁ ଆସ୍ଥା ଓ ପ୍ରେମରେ ପରିବର୍ତ୍ତନ କରନ୍ତି। ସଂସାର ପ୍ରତି ଥିବା ଆସକ୍ତିକୁ ଛାଡ଼ି ଇଷ୍ଟଦେବଙ୍କ ଚରଣାର ବିନ୍ଦରେ ଆସକ୍ତି ରଖିଲେ ସକଳ ଦୁର୍ଗତି ଦୂର ହୋଇଥାଏ। ଇଷ୍ଟଦେବ କିଏ? ଯିଏ ଆମକୁ ଶକ୍ତି, ସହନଶୀଳତା, ସାହସ ଓ ଉପସ୍ଥିତ ବୁଦ୍ଧି ପ୍ରଦାନ କରନ୍ତି, ତାହା ପରବର୍ତ୍ତୀ ଅଧ୍ୟାୟରେ ରହିଛି।